ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର ଦର୍ଶକ ବନ୍ଧୁ। କାହିଁକି ପ୍ରଭୁ ଶ୍ରୀକୃଷ୍ଣ ମାତା ଗାନ୍ଧାରୀଙ୍କ ଅଭିଶାପକୁ ଗ୍ରହଣ କଲେ? ସେ ତ ଭଗବାନ ଥିଲେ, ତାଙ୍କୁ ତ ଅତୀତ ଭବିଷ୍ୟତ ଓ ବର୍ତ୍ତମାନ ସବୁର ଜ୍ଞାନ ଥିଲା। ତଥାପି ସେ ତାଙ୍କର ଅଭିଶାପକୁ ସ୍ୱୀକାର କଲେ। ଏମିତି ଗାନ୍ଧାରୀଙ୍କ ଅଭିଶାପକୁ ମଧ୍ୟ ସେ ଅପେକ୍ଷା କଲେ। ନିଜ ତରଫରୁ କିଛି ବି ସ୍ପଷ୍ଟୀକରଣ ଦେଲେ ନାହିଁ। ମାନିଲେ କି ଗାନ୍ଧାରୀଙ୍କ ମନରେ 100 ପୁତ୍ର ହରାଇବାର ଦୁଃଖ ପାଣ୍ଡବମାନଙ୍କ ମନରେ ଥିଲା। ସେ ତାଙ୍କର 100 ପୁତ୍ର ହରାଇ ଥିବାରୁ ପୀଡ଼ା ସହିଥିଲେ। କିନ୍ତୁ ଏହାର ମାନେ ସେ ବାସୁଦେବ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଭୂମି ଉପରେ ସବୁଠାରୁ ବଡ଼ ଅଧର୍ମ କରିଥିବା ବେଳେ କହିଥିଲେ। ସେ ଏହି ଦଣ୍ଡର ଅଧିକାରୀ ବୋଲି ତାଙ୍କୁ ଅଭିଶାପ ଦେଇଥିଲେ। ଯେପରି ତାଙ୍କ ବଂଶର ନାଶ ହୋଇଯିବ, ଠିକ୍ ସେହି ପ୍ରକାରେ ଶ୍ରୀକୃଷ୍ଣଙ୍କର ଆଖି ସାମ୍ନାରେ ତାଙ୍କ ଯାଦବ ବଂଶର ବିନାଶ ହେବ ବା ନାଶ ହେବ। ଏପରି ମୋ ରାଜ୍ୟ ଦୁଃଖରେ ବୁଡ଼ିଯାଇଛି, ସେହିପରି ତୁମ ରାଜ୍ୟ ସମୁଦ୍ରରେ ବୁଡ଼ିଯିବ। ଏହା କହିଥିଲେ ମାତା ଗାନ୍ଧାରୀ। ତୁମର ସୁନାର ମହଲ ସମୁଦ୍ର ବକ୍ଷରେ ଲୀନ ହୋଇଯିବ, ଆଉ ତୁମେ ମଧ୍ୟ ଜଙ୍ଗଲରେ ଏକାକୀ ଏକ ପଶୁ ଶିକାରୀଙ୍କ ଦ୍ୱାରା ମୃତ୍ୟୁପ୍ରାପ୍ତ ହେବ। ତାଙ୍କ ଅଭିଶାପ ବିଫଳ ହୋଇନଥିଲା, କାରଣ ସେ ଅଭିଶାପ ଏକ ମାଆର ହୃଦୟରୁ ବାହାରିଥିଲା। ସମସ୍ତେ ତାଙ୍କୁ କହିଥିଲେ କି ତୁମେ ବାସୁଦେବଙ୍କୁ ଏତେ ଭୟାନକ ଅଭିଶାପ କାହିଁକି ଦେଲ? ଅର୍ଜୁନ କହିଲେ, ଆପଣ ସାରା ବିଶ୍ୱକୁ ଅନାଥ କରିଦେଲେ। କୁନ୍ତୀ କହିଲେ, ଆପଣ ଏହି ଅଭିଶାପକୁ ଫେରାଇ ନିଅନ୍ତୁ। ସେତେବେଳକୁ ଗାନ୍ଧାରୀଙ୍କର ନିଜ ଭୁଲର ଅନୁତାପ ହେଲା, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଏକ ଶିବଭକ୍ତଙ୍କ ପାଖରୁ ଅଭିଶାପ ବାହାରି ସାରିଥିଲା। ଭଗବାନ ଶ୍ରୀକୃଷ୍ଣ ବଡ଼ ଆଦର ସହକାରେ ତାଙ୍କ ପାଖକୁ ଗଲେ ଏବଂ କହିଲେ, ମାତା, ଆପଣ କିଛି ବି ଅନୁଚିତ କରିନାହାନ୍ତି। ଯେତେବେଳେ କୁରୁକ୍ଷେତ୍ରରେ କାହାର ଅଙ୍ଗ କଟୁଥିଲା ବା କାହାର ରକ୍ତ ଝରୁଥିଲା, ସେତେବେଳେ କଷ୍ଟ ମୋତେ ମଧ୍ୟ ହେଉଥିଲା। ଯଦି ବିଜୟର ସୁଖ ମୁଁ ଭୋଗୁଛି ମାତା, ତେବେ ପରାଜୟର ଦୁଃଖ ମୋତେ ମଧ୍ୟ ହୋଇଛି। ମୁଁ ହିଁ ଆପଣଙ୍କର ଶତ୍ରୁ ମାତା, ଆଉ ମୁଁ ହିଁ ଆପଣଙ୍କର ମିତ୍ର ଅଟେ, ଆଉ ମୁଁ ହିଁ ଆପଣଙ୍କର ପୁତ୍ର ମଧ୍ୟ ଅଟେ, ଆଉ ମୁଁ ଜୀବନ ସାରା ମାତାଙ୍କର ଆଶୀର୍ବାଦକୁ ମୁଁ ଗ୍ରହଣ କରୁଛି ଯେ ମୁଁ ବାସୁଦେବ ଶ୍ରୀକୃଷ୍ଣ ମାତାଙ୍କ ଆଶୀର୍ବାଦକୁ ଗ୍ରହଣ କରୁଛି। ଭଗବାନ ହାତଯୋଡ଼ି ମାତାଙ୍କ ଆଶୀର୍ବାଦକୁ ଗ୍ରହଣ କଲେ, ଆଉ କଥା ଦେଲେ ଯେ ଯେତେବେଳେ ସମୟ ଆସିବ ମୁଁ ମୋର ବଂଶ ସୁଦର୍ଶନ ଚକ୍ର ଦ୍ୱାରା ବିନାଶ କରିବି। ସେତେବେଳେ ମାତା ଗାନ୍ଧାରୀଙ୍କୁ ଅନୁଭବ ହେଲା, ସେ କହିଲେ, ଏତେ ବଡ଼ ଭୟାନକ ଅଭିଶାପ ଦେଇଦେଲେ। ସେତେବେଳେ ବାସୁଦେବ ବୁଝାଇଲେ, ଆଶୀର୍ବାଦ ଅଭିଶାପ ସବୁ ସମୟରେ ନିଜ ନିଜ ଉପରେ ଆଧାରିତ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଏହି କାହାଣୀଟି କିପରି ଲାଗିଲା ତଳେ ମୋତେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ, ଜୟ ମା ତାରା।